ଆଜିର ଗଳ୍ପର ନାମ ପରମହଂସ ବିଚଳିତ ହେଲେ ନାହିଁ। ଶ୍ରୀରାମକୃଷ୍ଣ ପରମହଂସ କର୍କଟ ରୋଗ ଭୋଗୁଥିଲେ। ଚିକିତ୍ସା କରାଗଲେ ସୁଦ୍ଧା ରୋଗ ଉପଶମ ହେଉନଥିଲା। ଥରେ ତାଙ୍କର କେତେକ ପ୍ରିୟ ଭକ୍ତ କହିଲେ, ଗୁରୁଦେବ, ଆପଣ ନିଜର ଶକ୍ତି ଦ୍ୱାରା ଶହ ଶହ ଲୋକଙ୍କୁ ପୀଡ଼ାମୁକ୍ତ କରାଇଛନ୍ତି। ଆପଣ ଏବେ ନିଜ ପାଇଁ ସେ ଶକ୍ତିର ପ୍ରୟୋଗ କରନ୍ତୁ। ପରମହଂସ ଉତ୍ତର ଦେଲେ, ମୋତେ ଯାହା ମିଳିଛି ତାହା କେଉଁ ଉଦ୍ଦେଶ୍ୟରେ ମିଳିଛି ସେ ବିଷୟ ମୁଁ ଜାଣେ। ପରମାର୍ଥ ପାଇଁ ଦିଆଯାଇଥିବା ଶକ୍ତିକୁ ସ୍ୱାର୍ଥ ପୂରଣ ଉଦ୍ଦେଶ୍ୟରେ ପ୍ରୟୋଗ କରି ଦାତା ଦୃଷ୍ଟିରୁ ଅପ୍ରାମାଣିକତା ହେବା ପାଇଁ ମୁଁ ଇଚ୍ଛୁକ ନୁହେଁ। ଧନ୍ୟବାଦ। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।